ପିଲାମାନେ ଆଜି ଆମେ କ'ଣ କରିବା ଗୋଟେ ଗପ ଶୁଣିବା। କାଣା ଶୁଣିବା? ଶୁଣିବ ତ? କାହାକେ ଗପ ଶୁଣିବା ପାଇଁ ଭଲ ଲାଗେ? ହାତ ନେଇ ଦେଖି ଶବ୍ଦ ଗପ ଶୁଣିବା ପାଇଁ ଭଲ ଲାଗେ। ଆମେ ଗଣେଶ ମହାପ୍ରଭୁ କଥା ଜାଣିଛୁ? ଗଣେଶ ମହାପ୍ରଭୁ ଆଜି ଗଣେଶ ମହାପ୍ରଭୁ କଥା ଜାଣିବା ହେଲା। ଆମର ଗଣେଶ ପୂଜା କେବେ ପଡ଼ୁଛି କିଏ କହିପାରିବ? ଆମର 12ଟା ବର୍ଷ। କେତେ ବର୍ଷ? 12 ବର୍ଷ। 12 ମାସ। କେତେ? 12 ମାସ। ଆମର ପର୍ବ କେତେଟା? 13ଟା ପର୍ବ। 12 ମାସରେ କେତେଟା ପର୍ବ? 13। ଭେରି ଗୁଡ୍। କୁହ, ମୁଁ ଯାହା କହୁଛି କହିବ ହେଲା। ଭେରି ଗୁଡ୍। 13ଟା ପର୍ବ। 13ଟା ପର୍ବରୁ ଗଣେଶ ପୂଜା ଗୋଟେ ପର୍ବ। କାଣା? ଆମ ହିନ୍ଦୁ ମାନଙ୍କର ଗଣେଶ ପୂଜା ହେଉଛି ଗୋଟେ ପର୍ବ। ଠିକ ଅଛି। ଗଣେଶ ପୂଜା କେବେ ପଡ଼ୁଛି? ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଆମର କ'ଣ ପଡ଼ୁଛି? ଗଣେଶ ପୂଜା ପଡ଼େ। ଗଣେଶ ପୂଜାରେ ଆମେ ସ୍କୁଲରେ ହୁଏନି? ହୁଏ। ଦେଖ, ଗଣେଶ ପୂଜା ଯେତେବେଳେ ଷ୍ଟାର୍ଟ ହୁଏ ସେବେଳେ କାହାକୁ ପୂଜା କରାଯାଏ? ଗଣେଶ ମହାପ୍ରଭୁଙ୍କୁ ପୂଜା କରାଯାଏ। ତାହେଲେ ଗଣେଶ ପୂଜା ଯେତେବେଳେ ହୁଏ 2 ଦିନ ଆଗରୁ ଆମ ସ୍କୁଲରେ କ'ଣ କରୁ? ସଫାସୁଫି କରୁ, ସଜାସଜି କରୁ। କରୁଛୁ ନା କରୁନୁ? ମୂର୍ତ୍ତି ଆଣୁ, ସବୁ ସେ କାଗଜ କାଟି କରି ରଙ୍ଗୀନ ଚିତ୍ର କରୁ ନାଇଁ କି? ତାପରେ କ'ଣ କରୁ? ଗଣେଶ ପୂଜା ଦିନ କ'ଣ କରୁ? ସକାଳୁ ନିଦ୍ରୁ ଉଠିକରି ସମସ୍ତେ କ'ଣ କରୁ? ଗାଧେଇ କରି ନୂଆ ଡ୍ରେସ୍ ପିନ୍ଧିକରି ସମସ୍ତେ ଫୁଲ ନେଇକରି ଆସ ନା ଆସନି? ଫୁଲ ନେଇକରି କେମିତି ଆସିବ? ସ୍କୁଲକେ ଆସ ତ। ସ୍କୁଲରେ ବି ଚାନ୍ଦା ପଡ଼ିଥାଏ। ଗଣେଶ ପୂଜା ଚାନ୍ଦା କାଟେ ନାଇଁ କି? ସମସ୍ତେ 20 ଟଙ୍କା 30 ଟଙ୍କା 50 ଟଙ୍କା ଆଣିବ। ଏନେ କାଣା କରିବା? ତାପରେ ସବୁ କ'ଣ କର? ଫୁଲ ଧରିକରି ଆସିବ ସ୍କୁଲକେ। ସ୍କୁଲ ଆସିଲେ କାଣା କରସ? ମହାପ୍ରଭୁକୁ ଦେଖଛ ନା ନାଇଁ ଦେଖିବା? କେ ମହାପ୍ରଭୁ? ସରସ୍ୱତୀ ମହାପ୍ରଭୁକୁ ଦେଖଛ କି? କେ କେତେ? ତ ଗଣେଶ ପୂଜାରେ ଗଣେଶ ମହାପ୍ରଭୁକୁ ଦେଖିବ ନା ସରସ୍ୱତୀ ମହାପ୍ରଭୁକୁ ଦେଖିବ? କାକେ ଦେଖିବ? ଗଣେଶ। କାକେ? ଗଣେଶ। ଗଣେଶ କେନ ସ୍କୁଲରେ ପୂଜା ଆସି ଆସିଲ, ସ୍କୁଲରେ ଆସିଲ ସମସ୍ତେ। ଆମର କିଏ ଆସିଲେ? ପୂଜା କିଏ କରସନ୍? ବ୍ରାହ୍ମଣ ପୂଜା କରସନ୍। ବ୍ରାହ୍ମଣ ଆସିଲେ ପୂଜା କଲେ। তুমি ସବୁ ফুল একে দেল না দেলনি? দেলে। দেলে ব্রাহ্মণ কাଣା করবে? সে ফুলকে মহাপ্রভু চোখ লগাবে। তারপর খাতা বইকে দৌছন তোমার ঠাকুর পাখে। গণেশ কাଣା? বুদ্ধিদাতা। কাଣା? বুদ্ধিদাতা। গণেশ আমি কোন দিଅନ୍ତି? বুদ্ধি দিଅନ୍ତି। ସେଥିପାଇଁ ଆମେ ସ୍କୁଲରେ ପୂଜା କରୁ ଗଣେଶ ପୂଜା। ଠିକ ଅଛି। তাহলে গণেশ পাখে ଆମେ କ'ଣ ରଖିଲୁ? ଖାତା କଲମ ରଖୁ ନା ରଖିଲୁ। ତାପରେ କାଣା? ବ୍ରାହ୍ମଣ କ'ଣ କଲେ? ନନା କ'ଣ କଲେ? ପୂଜା କରିବେ। ପୂଜା କଲେ ଆମକୁ ଫୁଲ ଦେଲେ ଆମେ ଫୁଲକୁ ହାତ ଯୋଡ଼ି କରି ଠାକୁରଙ୍କୁ ନମସ୍କାର କରୁଛୁ ନା ହଉନା? କିଏ କାଣା ଡାକ ମାସୁଛେ? ଠାକୁର ମୋତେ ଭଲସେ ପାଠ ଆଉ ବୁଦ୍ଧି ଦିଅ କହୁଛୁ ନା କହୁନ? ତାର ପୁଷ୍ପାଞ୍ଜଳି ସରିଲା ପରେ ସମସ୍ତେ ଆମେ ସ୍କୁଲରେ ଭୋଜି ଖାଉଛୁ ନାଇଁ କି? ଖାଇ କରି ଯିଏ ଯା ଘରକୁ ଫେରି ଯାଉଛୁ। ଠିକ ଅଛି। ତାହେଲେ ମୁଁ ଆଉ ଥରେ କହିଦେଉଛି, ଶୁଣିଲ, ସବୁ ଜାଣିପାରିଲ? ତାହେଲେ ଗଣେଶ ପୂଜା କେବେ ପଡ଼େ? ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣେଶ ପୂଜା ପଡ଼ିଲା। ବୁଝିଲେ ପିଲାମାନେ? ଆଉ ଗୋଟେ ଷ୍ଟୋରି ଅଛି। କ'ଣ ଷ୍ଟୋରି ଅଛି? ଆମେ ମହାପ୍ରଭୁଙ୍କୁ ଦେଖିଛୁ ନା? ଗୋଟେ ଶୁଣ୍ଡ ଅଛି ନା? କେ ଜାଣିଛ ତାର ଗପ ଜାଣିଛ? କେ କାଲି ତାର ଶୁଣ୍ଡ ହେଲା, ନାକ ନେଇନା ତାର ଶୁଣ୍ଡ ହେଲା, ହାତୀର ମୁଣ୍ଡ ଲାଗିଛି ନା ତାଙ୍କର? ଗଣେଶ ମହାପ୍ରଭୁ ହାତୀର ମୁଣ୍ଡ ତ? ଦେଖିଛ ଗଣେଶ ମହାପ୍ରଭୁକୁ? ଠିକ ଅଛି। ବସ୍ତା ଗଣେଶ ମହାପ୍ରଭୁକୁ ନେଇକରି ଏଇଟା କାଣା? ଗଣେଶ ମହାପ୍ରଭୁ ଖାଲି ଗଣେଶ ତ ସଙ୍ଗ କେତେ ଡାକୁଛି ଗଣେଶ ମହାପ୍ରଭୁ। ଠିକ ଅଛି। ଏବେ ଦେଖିଛ କାଣା ଅଛି? ଶୁଣ ଅଛି ନା ନାଇଁ? ସବୁ ଠାକୁରଙ୍କର ଶୁଣ ଅଛି କେନ୍ତା? ଦେଖ ଦେଖିଲ ତ? ବସ ଶୁଣ ଏଇଠି ରହିଲା। ଠିକ ଅଛି। ବୁଝିଗଲା ନା? ସବୁ ଠାକୁରର ନାଁ ଅଛି। ସବୁ ଠାକୁର ଶୁଣ ଅଛି କେନ୍ତା ଅଛି କି? ନେଇ ୟାକୁ ଷ୍ଟୋରି ଜାଣିଛ? କାଣା? ମୁଁ ଗପ କହୁଛି। ଯଦି ଯିଏ ଯେବେ ପଚାରିଲେ କହିପାରିବ। ଠିକ ଅଛି। ଯଦି ଜଣେ ପଚାରେ ଗଣେଶ ମହାପ୍ରଭୁଙ୍କର ମୁଣ୍ଡରେ ହାତୀ ମୁଣ୍ଡ କେ କାଜେ ଲାଗିଛି? ଗଣେଶ ମହାପ୍ରଭୁଙ୍କ ଶୁଣ ଗପ ଶୁଣ। এটা কেহি নেই জানলাম না। যিনি পচারে কইবার কারণ গণেশ মহাপ্রভু মুন্না হাতের মুন্ডে কাজ লাগে তা স্টোরি গোটে গপ কো শুনো ভলসে শুনো তোমার লোক। ঠিক আছে? দিনে কাଣା হেলা না
ମା ପାର୍ବତୀ ଜାଣିଛ ଗଣେଶଙ୍କର ମା ପାର୍ବତୀ ପାର୍ବତୀ ଦିନେ କାଣା କଲେ ନା ତାଙ୍କର ଦେହର ଯେ ମୂଳି ନୁହେଁ କି ମୂଳିରୁ ଗଣେଶକୁ ତିଆରି କଲେ କାଣା କଲେ ଆମ ଗାଁରେ ମୂଳି ଆସେ ନା ସେ ମୂଳିରୁ ମା ପାର୍ବତୀ କାଣା କଲେ ଗଣେଶର କୁ ତିଆରି କଲେ ଏ ତାଙ୍କ ଦେହରେ କାଣା ଦେଲେ ଜୀବନ ଦେଇଦେଲେ ସେଠୁ ସେ କାଣା ହେଇଗଲା ଗଣେଶ ମହାପ୍ରଭୁ ହେଇଗଲେ ତାପରେ ଗଣେଶ ମହାପ୍ରଭୁ ତାଙ୍କ ମା କହିଲେ ଯେ ମା ପାର୍ବତୀ କହିଲେ ଗଣେଶକୁ କହିଲେ ଯେ ପୁତ୍ର ମାନେ ପୁଅ ମୁଁ ଏବେ ଗାଧୋଇବା ପାଇଁ ଯାଉଛି ତୁମେ ଘର ଦୁଆରେ ଜଗିଥାଅ ଯିଏ ବି ଆସିଲେ ତାକୁ ଘର ଭିତରକୁ ପଶେଇବ ନାହିଁ ନେଇ ଶୁଣାବ ଠିକ ଅଛି ତାହେଲେ କ'ଣ ମା ଗାଧୋଇବା ପାଇଁ ଗଲେ ମା ପାର୍ବତୀ କ'ଣ କଲେ ଏଠି ଶୁଣ ମୋ କଥା ଶୁଣ ବନବାସ ନେଇ ନା କାଣା ଗଲେ ମା ଗାଧୋଇବା ପାଇଁ ଗଲେ ତାହେଲେ ଗଣେଶ ମହାପ୍ରଭୁ କ'ଣ କଲେ ପାଟ ମାନେ ଦ୍ୱାର ମୁହଁରେ ଜଗିଲେ କାହାକେ ଘର ଭିତରକେ ପଶେଇବେ ନାହିଁ ଠିକ ଅଛି ତାପରେ ଶିବ ମହାପ୍ରଭୁ ଜାଣିଛ କିଏ ଗଣେଶର ପିତାଜୀ ବାପା ହେଲା ସିଏ ଆସିଲେ କାହାକୁ ଦେଖା କରିବା ପାଇଁ ମାତା ପାର୍ବତୀକୁ ଦେଖା କରିବା ପାଇଁ ଆସିଲେ ଠିକ ଅଛି ମାତା ପାର୍ବତୀ ଦେଖିବା ପାଇଁ କରିବା ପାଇଁ ଆସିଲେ ଗଣେଶ ସିଏ ଚିହ୍ନି ନଥିଲା ଯେ ସିଏ ତାଙ୍କ ପିତା ବୋଲି କରିବେ କିମ୍ବା ଶିବ ବି ଜାଣିନଥିଲେ ଯେ ଗଣେଶ ହେଉଛି ତାଙ୍କ ପୁଅ ବୋଲି କରିବେ ଗଣେଶ କହିଲେ ନା ମୋ ମାତା ମୋତେ ଆଦେଶ ଦେଇଛନ୍ତି ମୁଁ ଭିତରକୁ ଛାଡ଼ିବି ନାହିଁ ଯେତେବେଳେ ମୋ ମା ମୋତେ ଅନୁମତି ନ ଦେଇଛନ୍ତି ସେ କହିଲେ ନା ଏଇଟା ମୋ ଘର କିଏ ଶିବ ମହାପ୍ରଭୁ କହିଲେ ଶୁଣ କହିଲେ ମୁଁ ଏଇଟା ମୋ ଘର ମୋତେ ଯିବା ପାଇଁ ଦିଅ ଇଏ କହିଲେ ନା ମୋ ମାତା କହିଛନ୍ତି ଯେ କାହାକୁ ବି ଭିତରକୁ ଛାଡ଼ିବା ପାଇଁ ମନା କରିଛନ୍ତି ସେଥିରେ କ'ଣ ହେଲା ମହାଦେବ କ୍ରୋଧରେ ରାଗି କରି କ'ଣ କଲେ ତାଙ୍କ ତ୍ରିଶୂଳକୁ ଛାଟିଦେଲେ ଯେ ଗଣେଶଙ୍କ ମୁଣ୍ଡରେ ଭିଡ଼ିଲା ଆଉ ତାଙ୍କ ମୁଣ୍ଡରୁ ଏଇଟା କାଟିକି ଅଲଗା ହେଇଗଲା ଆଉ ମୁଣ୍ଡ ଯାଇକି କୁଆଡ଼େ ପଡ଼ିଲା ଜଣା ପଡ଼ିଲାନି ମାତା ପାର୍ବତୀ ଯେତେବେଳେ ଗଣେଶଙ୍କର କାନ୍ଦ ଶୁଣିକରି ଆସିଲେ ଦେଖିଲେ ଯେ ତାଙ୍କ ପୁତ୍ରର କ'ଣ ପଡ଼ିଛି ଖାଲି ଦେହ ପଡ଼ିଛି ମୁଣ୍ଡ ନାହିଁ ସେ କହିଲେ କାହାକୁ ଶିବଙ୍କୁ ପ୍ରଭୁ ତୁମେ ମୋ ପୁଅର ଜୀବନ୍ତ କରିଦିଅ ମାନେ ବଞ୍ଚେଇ ଦିଅ ନହେଲେ ମୁଁ ପୃଥିବୀକୁ କ'ଣ କରିବି ଧ୍ୱଂସ କରିଦେବି କାଣା କରିଦେବି ଧ୍ୱଂସ କରିଦେବି ଏଇଠି ଶ୍ରୀ ମହାପ୍ରଭୁ କ'ଣ ଆମର କିଏ ମହାଦେବ କହିଲେ ହଉ ତୁମେ ତାଙ୍କ ମୁଣ୍ଡ ଖୋଜି ଯାଅ ମୁଣ୍ଡ ସମସ୍ତେ ଖୋଜିଲେ ମିଳିଲେ ନାହିଁ ତାପରେ ସେ କହିଲେ ଯାଅ ପୃଥିବୀକୁ ଉତ୍ତର ଦିଗ ଆଡ଼କୁ ଯିବ ଯେଉଁ ମା ତାର ପିଲାର ପିଠି ଆଡ଼କୁ ଶୋଇଥିବ ତାର ମୁଣ୍ଡ ଧରି କରି ଆସିବ ତାପରେ କାଣା ହେଲା ଝିଅ କାଣା କରିଥିଲା ହାତୀ ଛୁଆ ଗୋଟେ ଶୋଇଥିଲା ସେମିତି ଯାଇକରି ହାତୀର ମୁଣ୍ଡ କାଟିକରି ଆଣିକରି ଗଣେଶ ମହାପ୍ରଭୁଙ୍କ ମୁଣ୍ଡରେ ଜୁଡ଼ା କଲେ ସେତେ ଦିନରୁ ଗଣେଶ ମହାପ୍ରଭୁଙ୍କ ମୁଣ୍ଡରେ କ'ଣ ହାତୀର ମୁଣ୍ଡ ଲାଗିଛି ବୁଝିପାରିଲ ପିଲାମାନେ ଠିକ ଅଛି।